ଏଠିକାର ଭ୍ୟୁଟା ଟିକେ ଏବେ ଦେଖନ୍ତୁ କେତେ ସୁନ୍ଦର ଲାଗୁଛି। ଏଠି କ୍ରିକେଟ ଖେଳନ୍ତି ଆପଣ ସନ୍ଧ୍ୟା ଟାଇମ୍ରେ ମାନେ ଏଠି ବସିକି ମୁଁ ଟିକେ ବାପୁଲ ଟିକେ ବସି ପଡ଼ୁ ମାନେ ଭଲ ଲାଗେ ଏକାଠିଆ ଥିଲେ। ଆଉ ଆକାଶ ବି ପୁରା ମାନେ ମେଘାଚ୍ଛନ୍ନ କରିକି ଅଛି। ଆଉ ଏଠି କିଛି ପ୍ରାକ୍ଟିସ୍ କରୁଛନ୍ତି ଆଉ ସେପଟେ କ୍ରିକେଟଟା ଖେଳୁଛନ୍ତି ଭିତରେ ଆଉଟଡୋର ଗେମ୍ ଗୁଡ଼ାକ। ଆଉ ତିରୁପତିର ରାତିର ଦୃଶ୍ୟ ପୁରା ମାନେ ଆଲୋକମୟ, ପୁରା ଚାରିଆଡ଼େ ଚାହିଁବେ ପୁରା ଲାଇଟ୍ ପୁରା ମସ୍ତ ଲାଗେ। ଏବେ ଆମେ ଆସି ପହଞ୍ଚି ଯାଇଛୁ ତିରୁପତିର ଗୋଟେ ମନ୍ଦିର। ଏଟା ତ ଯେହେତୁ ଏଠି ଲୋକାଲ ଭାଷାରେ ଲେଖା ହେଇଛି ତେଣୁ ଆମେ ଯେତିକି ମାନେ ପୋଷ୍ଟର ଦେଖି ଜାଣିପାରିଲୁ କି ଏଟା ହେଉଛି ଗୋଟେ ମାନେ ବିଷ୍ଣୁ ଲକ୍ଷ୍ମୀଙ୍କର ମନ୍ଦିର। ବୋଧେ ନୂଆ ମନ୍ଦିର ତିଆରି ହେଇଛି, ତାକୁ ବୋଧେ ପ୍ରତିଷ୍ଠା କରାହେଉଛି। ଆଉ ଏଇଟା ପୁରା ମାନେ ପାହାଡ଼କୁ କଟା ହେଇକି କରାହେଇଛି, ମାନେ ବହୁତ ଉଞ୍ଚାରେ ହେଇଛି। ତ ପାହୁଚ ବି ବହୁତ ଗୁଡ଼ାକ ଅଛି। ଆଉ ମୁଁ ଯେହେତୁ ଭିଡ଼ିଓ ସୁଟିଂ କରୁଛି ବାପୁଲକୁ, ତେଣୁ ତା ବାପା ଧରିଛନ୍ତି। ତ ଆମେ ଗାଡ଼ିଟାକୁ ବାହାରେ ଟିକେ ପାର୍କିଂ କରିକି ଆସିଲୁ, ଯେହେତୁ କାର୍ ପାଇଁ ଭିତରକୁ ଏଲାଉ ନାହିଁ। ବାଇକ୍ ଯାଉଛି ଭିତରେ ସବୁ, କାର୍ ପାଇଁ ଏଲାଉ ନାହିଁ। ତେଣୁ ଆମେ କାର୍କୁ ବାହାରେ ପାର୍କିଂ କରିକି ଚାଲି ଚାଲି ଯାଉଛେ। ଜୋତା କିଛି ବାଟରୁ ରଖିକି ପୁଣି ମନ୍ଦିରକି ଯିବା। ହେଲେ ଆମେ ମନ୍ଦିରକି ଏଣ୍ଟ୍ରି କରିବାନି, କାହିଁକିନା ଆମର ଅଣସୁଧିଆ ପାଇଁ ମନ୍ଦିରକି ପଶିବାନି, ଜୋତାକୁ ବାହାରେ ରଖିବା। ଆଉ ମନ୍ଦିର ବାହାରୁ ଆମେ ଖାଲି ମାନେ ତା'ର ଦୃଶ୍ୟଟା ଖାଲି ଦେଖିକି ଆସିବା। ଆଉ ମନ୍ଦିର ତ ଯାଇ ହେବନି, ଆଉ କ'ଣ କରିବା, ବହୁତ ଦୁଃଖର ବିଷୟ। ଆଉ ନୂଆ ମନ୍ଦିର ପ୍ରତିଷ୍ଠା ହେଉଛି, ଦେଖିଲେ ଭଲ। ଦେଖିବା ଅଣସୁଧିଆ ସରିଲେ ପୁଣି ଆସିବା ଠାକୁରଙ୍କ ପାଖକୁ ଯିବା ଭିତରକୁ। ଏବେ ବାହାର ବୁଲିକି ଠାକୁରଙ୍କୁ ଦର୍ଶନ କରିଦେବା। ଆଉ ହନୁମାନଙ୍କୁ ନମ କରିଦେ, ନମ କରିଦେ ହନୁମାନଙ୍କୁ। ଏଇଠି ଆପଣମାନେ ଦେଖିପାରୁଥିବେ ପାହାଡ଼କୁ କାଟିକି କେମିତି କାମ କରିଛନ୍ତି। ଏବେ ବି କାମ ବାକି ଅଛି। ଆଉ ଆଗରେ ଯେଉଁ ଭଗବାନ ଅଛନ୍ତି ସେ ହେଉଛନ୍ତି ହନୁମାନ। ଆଉ ତାଙ୍କର ବିପରୀତ ସାଇଡ଼ରେ ତ ଲକ୍ଷ୍ମୀ ନାରାୟଣ ଅଛନ୍ତି, ହେଲେ ଆମେ ଭିତରକୁ ଯାଇ ହେବନି। ଆଉ ଏଠି କିଛି ଡେକୋରେସନ୍ ବି କରିଛନ୍ତି ନୂଆ ବର୍ଷ ପାଇଁ, ଆଉ ବୋଧେ ପ୍ରତିଷ୍ଠା ପାଇଁ ବୋଧେ ବି କରିଛନ୍ତି। ଆଉ ପୁରା ଉପରେ ଅଛି ବାପୁଲ ତାର ଏଠି ଯେଉଁଠି ବି ଯିବ ସିଏ ତାର ଗେଟି ଗୁଡ଼ାକ ସବୁ ଉଠେଇବାରେ ସେ ବ୍ୟସ୍ତ ଥାଏ। ଆଉ ତ ଆମେ ଟିକେ ପ୍ଲାନ୍ କଲୁ ଏବେ ଯାଇକି ଖାଲି ଠାକୁରଙ୍କ ଆଗରେ ଖାଲି ଟିକେ ଆମେ ଏମିତି ଖାଲି ଚାହିଁ ଦେଇକି ପଳେଇ ଆସିବୁ, ଭିତରକୁ ପଶିବୁନି। ତାପରେ ଆମେ ବାହାରି ଯିବା। ଆଉ ତ ଆମେ ଏବେ ଯାଉଛୁ ଠାକୁରଙ୍କ ପାଖକୁ। ଆଉ ଏବେ ବି ତଳ ମାନେ ଦେଖିପାରୁଥିବେ କାମ ପୁରା କମ୍ପ୍ଲିଟ୍ ହେଇନି। ନୂଆ ମନ୍ଦିର ଯେହେତୁ ପ୍ରତିଷ୍ଠା ହେଇଛି ତ ଧୀରେ ଧୀରେ ସବୁ ଟାଇମ୍ ଲାଗିବ। ଆଉ ମନ୍ଦିର ଡେକୋରେସନ୍ ତ ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ହେଇଛି। ଆଉ ବହୁତ ବାଟ ଯାଏଁ ବି ସଜା ହେଇଛି, ବହୁତ ଦୂର ଦୂରରୁ ସବୁ ଦେଖିବା ପାଇଁ ଆସୁଛନ୍ତି। ଗାଡ଼ିର ବହୁତ ବାହାରେ ଭିଡ଼ ବି ଅଛି। ଏଠି ପ୍ରସାଦ ବି ସେବନ କରୁଛନ୍ତି, ଖେଚଡ଼ି ଦେଉଛନ୍ତି, ହେଲେ ଆମେ ପ୍ରସାଦ ନେଲୁନି। ଆଉ ଆମେ ଦର୍ଶନ ସାରି ପୁଣି ଫେରି ଆସିଲୁ। ରେଡି କରିଦେବା, କାହିଁକି ନା ବାପୁଲ ବି ଉଠିଲେ ଖାଇବ, ତାକୁ ଟିକେ ଦୋସା ପସନ୍ଦ। ଆଉ ଆମେ ସବୁ ଟିକେ ଟିକେ ଖାଇଦେବା। ଆଉ ଦେଖିବା। ଆଉ ଜଲ୍ଦି ଉଠି ଯାଇଛି କାହିଁକି ନା କାଲି ରାତିରେ ଟିକେ ମୁଁ ଦେଖାଉଛି ଆପଣଙ୍କୁ ବତୁରେଇ ଦେଇଥିଲି, ଏଥିରେ ଟିକେ ମେଥି ପକେଇ ଦେଇଛି କାହିଁକିନା ମେଥିଟା ଟିକେ ଭଲ ବାସେ ବି। ଆଉ ଏଠି ବିରି, ଏଇଟା ଆକ୍ଚୁଆଲି ଦୋସା ବେଟର ପାଇଁ। ଦୋସା ପାଇଁ ହେଲେ ଆପଣଙ୍କୁ ଭାଗେ ନେବା ପାଇଁ ପଡ଼ିବ ବିରି, 3 ଭାଗ ଚାଉଳ, ଆଉ ବୁଟ ଡାଲି ବି ଅଛି। ଆଉ ତ ମିଶେଇକି ଆକୁ ଗ୍ରାଇଣ୍ଡିଙ୍ଗ କରିଦେବା। ତ ଗ୍ରାଇଣ୍ଡରରେ ଟିକେ କୁହୁଡ଼ି ହେଇଛି, ଟିକେ ଥଣ୍ଡା, ଟିକେ ମାନେ ଶୀତ ଟିକେ ପଡ଼ିଲାଣି। ଆଉ ସେ ବୋଧେ 10-12 ଦିନ ଖଣ୍ଡେ ପଡ଼ିବ, ତାପରେ ପୁଣି ଯେ ନର୍ମାଲ କଥା ନର୍ମାଲ। ଆଉ ତାପରେ ପୁଣି ଗରମ ଲାଗିବ। ଆଉ ଏବେ ଟିକେ ଶୀତ ଅନୁଭବ ହେଲାଣି, ଯେମିତି ଯାଆନ୍ତିନି ସବୁ ଓଡ଼ିଶାରେ ପିକନିକ୍ ଜାଗା ସବୁ କରିବା ଲାଗି, ପୁରା ସକାଳୁ ସକାଳୁ ଭୋର ଭୋର ଯେମିତି ଲାଗେ ସେମିତି ଲାଗୁଛି। ଆଉ
तिरुपतिर पागटा देखु एबे पूरा एमती देखा कुहुड़ी कुहुड़ी अच्छी भल देखा पूरा न्यू इयर पाग कर एक्चुअली बुट डालटा मुझे आगु बतरिक रखी थी 2 दिन खंडे हो गलानी कहीं मुझे घाट कर तो बुट डालटा रखी थी एटा गोटे मिसई दबा बुट डालटा दोसा बुट डालटा भल बिरीटा बटा है रखाई यहाँ को अधा अधा करदे कहीं जेहतु चाउल भाग बेसी रोचे तो ये तो हो पारनी बुटटा भी देदेबा ग्राइंड हो आमर यहाँ जे दोसा करी सेटा ये आपको कौन ए चूड़ा मिसबार थिला हेले चूड़ा टिके बासुला केमती तो मुझे पकईलिनी चूड़ाटा पकईली टे कलरटा माने दोसा कलरटा टे आसे टे रेड रेड आसे यहाँ को आम गोटे माने ना 14 ରୁ 18 घंटा एमती पूरा कभर कर रखा जमी फर्मेंटेशन हम फर्मेंटेशन हेल्ले पूरा माने एति पूरा पलि आसे तो ये गोटे बड़ जगह नेली कहीं छोट जगह ना पुणी बहीज तो बड़ जगह नहीं जावा या आम कभर कर रखीदे जेहेतु मु सका करी टी काढ़ी करदेबा मुझे लुण मिसईनी लुणटा जो मुझे करी से मिसेबी लुणटा ये पकई देचे धनिया पत्रटा यहाँ को आम देदेबा ग्राइंडिंग करदेबा दही भी आप पकई पारे हेल्ले शीत दिन दही सका सका ना ठंडा लगे ठंडा धरब छोट पिला पुणी खाइब आपको एमती करके ग्राइंडिंग कर देखो मैंने सेटा केते आपे आपे उठिकी आसुची दसाटा माने देखा होची आपन जान पड़थे कि नहीं तो देखो तो कलर भी केमती आसुची भलसे मुझे रखीनी बेसी टाइम जस्ट सांगे सांगे गुड़ेली कली कहीं ना गोटे बदमाश पिला खाइब तो ताकू टिके देदेबा बासन सब मुझे धोईकी रखी ये देखो तो दोसा आमर पूरा रेडी पूरा मार्केट भाया दोसा देखा हो ना पूरा मार्केट भाया दोसा रेडी की अच्छी देखो दोसाटा माने पूरा परफेक्ट होती जेहेतु मु चूड़ा पकई नी तो ता कलरटा टिके माने आसीनी टिके रेड टाइप रो आसीनी नहले पूरा क्रंची अच्छे देखो पूरा माने दोसा टाइप रो अच्छे आटा जेहेतु धनिया पत्र बटा है तो कलरटा टे चेंज हो तो बापुल को देदेबा बापुल रो रिएक्शन टा देखिए तार दोसा बहुत पसंद तार खुशी एक्चुअली दोसा इडली एड़ा खाईदेव सांग मैंने एबे संध्या होगलानी 6:30 पाखापाखि तो बापुल शुई 3:30 एबे जाए उठिनी मु कौन कली ना संध्या टाइम तो टी चटपटा खायापी इच्छा हम तो मोर फेवरेट बहुत है झिंकेश्वर मिक्सचर बालेश्वर वाला जी थे से जापारे जी भी बालेश्वर देखुए वीडियो झिंकेश्वर मिक्सचर है मुढ़ी भल सबुथ खाईपर टे राग रुहे हेल्ले तो भल लगे चटपटा टाइप माने खटा लगे खाली ठीक थाए मोर है सन्ध्या से खाइबाटा जेहेतु एठिकार मिक्सचर मु जो भी जाए मुझे बालेश्वर मिक्सचर नहीं जाए अनुगुल गले भी अनुगुल ये आसते शशुर नहीं आसती जो साउथ रे थी कि तिरुपति जो अच्छे मिक्सचर नहीं आसे सांगे ता सहित ये खेल भी देखा पिला माने खेलुछंती एडा एक्चुअली नेट लगी बोले क्लियर आसुनी पिला माने खेलुछंती टे खेल देखे जदि बापुल उठी न बापुल उठिले छाड़ मिक्सचर खिया भी होता है ता सहित खेल देखा बालेश्वर मुझे भी आसे 4-5टा मिक्सचर सांगे नहीं आसती कंपलसरी पुणी कला बेलू सरी था पुणी 6 मास पर धर जा हम कि 4 मास पर से को सब शेष आम तो छोट थिलु भाई भौणी 3 जन मिसिकी कंपटीशन देकी मिक्सचर खा बापा कहे तुम लगे मुझे बोधे मिक्सचर फैक्ट्रीटा तैयारी करमी तो ये टाइम आसी मैंने मिक्सचर अच्छी खावाई लोक ना मुझे क्या खाऊँ तो सब बड़े टाइम सेम न थाए माने टाइम है दिन पर राति आज जो दिन अच्छे कल राति हम कल जदि अच्छी राति आज दिन हम तो सेमती है कथा मैं बसले मैंने बहुत मन पड़े आम तो मिडिल क्लास फैमिली है सत कथा से अभाव अनटन बहुत जिनस भी आम पाइनु
ଏବେ ସେଇ ଜିନିଷ ରହୁଛି ଫିଙ୍ଗା ହଉଛି ମାନେ ସେଟା ମୁଁ ଭାବେ ମାନେ ଏମିତି ଦିନ ଥିଲା କି ସେତେବେଳେ ମାନେ ଆମେ ଛୋଟ ଥିଲୁ ବନଭିଟା କମ୍ପ୍ଲେନ୍ ସେମାନେ ସବୁ ଧନୀ ଧନୀ ଘର ଛୁଆ ମାନେ ସେମାନେ ଖାଉଥିଲେ ହେଲା ତ ଆମେ ସେଟାକୁ ଦେଖିକି ମାନେ ଭାବୁ ଆଉ କି ଆମେ ବି ଟିକେ ଖାଇବା ହେଲେ ସେତେବେଳେ ଆମର ହର୍ଲିକ୍ସ ମିଳୁଥିଲା ମାନେ ସବୁ ମିଡିଲ କ୍ଲାସ ଲୋକମାନେ ହର୍ଲିକ୍ସଟା ବେଶୀ ଆଣୁଥିଲେ ଆଉ ବନଭିଟା କମ୍ପ୍ଲେନ୍ ଏଗୁଡ଼ାକ ତ ମାନେ ସେତେବେଳେ ମିଳୁନଥିଲା କଣ ମାନେ ଆମେ କିଣି ପାରୁନଥିଲୁ ସେଇଟା କଥା ତ ଏବେ ସେଗୁଡ଼ାକ ରହୁଛି ହେଲେ ବି ମାନେ ଖାଇବା ପାଇଁ ଆଉ ସମୟ ରହୁନି ନା ଇଚ୍ଛା ନାହିଁ ଏମିତି ହେଲା କଥା ଆଉ